କୌଣସି ରାଜ୍ୟରେ ମୁଖ୍ୟ ଶାସନ ସଚିବ ବଦଳି କରିବେ ନେବାର, କିନ୍ତୁ ପଶ୍ଚିମବଙ୍ଗରେ ତାହା ହେଉଛି। ପଶ୍ଚିମବଙ୍ଗରେ ହେଲା ଏବଂ ଗୋଟେ ଢାଞ୍ଚାଗତ ପରିବର୍ତ୍ତନ ପଛରେ ଆପଣ ଟୋଟାଲ ଆଡମିନିଷ୍ଟ୍ରେସନ has been totally upside and down କରିଦେଇଛନ୍ତି। ଏଇଟା ମଧ୍ୟ ବି ଗୋଟେ giving rise to some suspicion ଏସଆର ତା ସାଙ୍ଗରେ ଏଇଟା, so that is the reason ଏଇଠି ସବୁ ସସ୍ପିସନ ଚାଲିଛି। ଆକ୍ଚୁଆଲି କଣ ରେଜଲ୍ଟ ହବ ତ ଇଲେକ୍ସନ ଜଣା ପଡିବ, କିନ୍ତୁ ବର୍ତ୍ତମାନ ପାଇଁକା these are basic point on which ଲୋକ ଭିତରେ ଦ୍ୱନ୍ଦ୍ୱ ଅଛି। କିନ୍ତୁ ଅଲ୍ଟିମେଟଲି ଭୋଟ ଯେତେବେଳେ ଲୋକ ଦେବେ ଏଇ ପ୍ରସଙ୍ଗ ଉପରେ ତ ଭୋଟ ଦେବେ ନା। ନାଇଁ ରବଉ ଯାହା କହୁଛନ୍ତି ମୁଁ ତାଙ୍କ ଶେଷ ଆଡକୁ ଯାହା କହିଲେ ମୁଁ ସେଇ କଥାକୁ କହୁଛି। ହଁ ଏକଥା ସତ, ସେମାନେ ପଶ୍ଚିମବଙ୍ଗରେ ଚିଫ ସେକ୍ରେଟାରୀଙ୍କଠୁ ଆରମ୍ଭ କରି ଡିଜି ମାନେ ତମାମ ପଶ୍ଚିମବଙ୍ଗର ଶାସନ ବ୍ୟବସ୍ଥା ଯେତେ ସବୁ ବଡ ବଡ ଅଫିସର ଅଛନ୍ତି ସେମାନଙ୍କୁ ସବୁ ବଦଳେଇ ଦେଇଛନ୍ତି। ଅନେକ ଲୋକ ତାକୁ ଆଶ୍ଚର୍ଯ୍ୟ ପ୍ରକାଶ କରୁଛନ୍ତି ଏ କଥା କାହିଁ କରୁଛନ୍ତି, କିନ୍ତୁ ଭୁଲିଯିବା ଉଚିତ ନୁହେଁ। ସେ ଭଲ କରୁଛନ୍ତି ଖରାପ କରୁଛନ୍ତି ସେ ତର୍ଜମା ତ ଅଲଗା। ଆମେ ଏଇଠି ଷ୍ଟୁଡିଓରେ ବସିକିରି ଏଇଟା କାହିଁକି ଆଗରୁ ତ କେବେ ହେଇନଥିଲା, ଆଗରୁ ହେଇନଥିଲା ଏଥରକ ହେଲା। ଆଗରୁ ତ କୌଣସି ମୁଖ୍ୟମନ୍ତ୍ରୀ ଏଭଳି ନାଚକୁଦ କରୁନଥିଲେ। ଆଗରୁ ତ କୌଣସି ମୁଖ୍ୟମନ୍ତ୍ରୀ କି ଆପଣ ଦେଖିବେ ରେଡ୍ ହଉଛି ଗୋଟେ ଜାଗାରେ ମୁଖ୍ୟମନ୍ତ୍ରୀ ସେଠି ଯାଇକି ଫାଇଲ ଛଡେଇ ଆଣୁଛନ୍ତି। କୋର୍ଟ ଆପଣ ଦେଖିଛନ୍ତି ସେଥିରେ ଅନ୍ୟମାନେ କଣ କହିଲେ, କୋର୍ଟ ବି କଣ କହିଲା, କହିଲେ ଆପଣ ଗୋଟେ ଚେୟାରରେ ବସିଛନ୍ତି, ସେ ଗୋଟେ କନଷ୍ଟିଟ୍ୟୁସନାଲ ଚେୟାର, ଗୋଟେ ସାମ୍ବିଧାନିକ ପଦବୀରେ ଆପଣ ଅଛନ୍ତି, ଆପଣ ମୁଖ୍ୟମନ୍ତ୍ରୀ, ଆପଣ ଯିବେ ନା କୋଉଠି ରେଡ୍ ହେଇଛି ତା ଭିତରେ ପଶି ଯିଏ ରେଡ୍ କରୁଛନ୍ତି ସରକାରୀ ଅଫିସର କରୁଛନ୍ତି ତାଙ୍କଠୁ ଆପଣ ଫାଇଲ ଛଡେଇକି ଆଣିବେ? ଆପଣ କଣ ପାଇଁ ସେଠି ଯାଇଥିଲେ? ଆଉ କିଏ ହେଇଥିଲେ ଆଜ୍ଞା ଆପଣ ସାଙ୍ଗେ ସାଙ୍ଗେ ବନ୍ଧା ହେଇକିରି ହାଜତକୁ ଯାଇଥାନ୍ତେ। ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଉ ତାଙ୍କ ଭାଗ୍ୟ ଭଲ ଯେ ଇଲେକ୍ସନ ଆସୁଛି, ଆଙ୍କୁ ଗିରଫ କରିଦେଲେ। ସେ ଗୋଟେ ବିରାଟ ସେ ଯାଇଥିଲେ ସେଇଥିପାଇଁ, ସେ ଉଦ୍ଦେଶ୍ୟରେ ସେ ଯାଇଥିଲେ ଯେ ମତେ ଗିରଫ କରିଦେବେ, ଏମିତିଆ ଗୋଟେ ବେଆଇନ କାମ ମୁଁ ଯଦି କରେ ଆଉ ଗିରଫ କରିଦେଲେ ସାରା ପଶ୍ଚିମବଙ୍ଗରେ ସେ ଗୋଟେ ନାଟକ ଏତେ ଜୋର କରିବେ, ଏମିତି କେନ୍ଦ୍ର ସରକାର ଆମକୁ କରିଦେଲେ ସେମିତି କରିଦେଲେ, ଏଇ ନାଟକ କରିବା ପାଇଁ ସେ ଯାଇଥିଲେ। ଆପଣ କୁହନ୍ତୁ ଠିକ ଅଛି, ଆପଣ ଯାହା କହୁଛନ୍ତି ଯେ ପୁରା ବଦଳେଇ ଦେଇଛନ୍ତି, କାହିଁକି ବଦଳେଇଛନ୍ତି ମୁଁ କହିଲି କାରଣ ଏଇଥିପାଇଁ ସେମାନେ ଆପଣ ଯେତେ ପଲିଟିସାଇଜ କରିଦେଇଛନ୍ତି ଆଡମିନିଷ୍ଟ୍ରେସନ କୁ, ଏତେ କରିଦେଇଛନ୍ତି ସେଥିରେ ଏଇ ପ୍ରକାର ନିଷ୍ପତ୍ତି ନବା ଆଉ କୋଉଠି କେନ୍ଦ୍ର ସରକାର ତ କରୁନାହାନ୍ତି। କେନ୍ଦ୍ର କୋଉଠି ଇଲେକ୍ସନ କମିଶନ କୋଉଠି କରୁଛନ୍ତି ଦେଖିଛନ୍ତି କି କାଁ ଭାଁ କୋଉଠି ଟିକେ ବଦଳାଇବା କରୁଛନ୍ତି ସବୁଠି। ଆଜ୍ଞା ଇଏ ଦେଖିବେ ପଶ୍ଚିମବଙ୍ଗର ଶାସନ ବ୍ୟବସ୍ଥାଟାକୁ ଏମିତି କରିଦେଇଛନ୍ତି କଳୁଷିତ ଯେ ଆପଣ ତାଜୁବ ହେଇଯିବେ। ଏକ ଦୁଇରେ ମୁଁ ତାଙ୍କର ରବାବୁଙ୍କର ଶେଷ ବେଳକୁ ଯୋଉ ଆର କଥାଟି କହିଥିଲେ ଅନ୍ତତଃ ଖୁସି ହେବେ ସିଏ। ମୁଁ ହିସାବ ପତ୍ର, ମୁଁ ସେଫୋଲୋଜିଷ୍ଟ ନୁହେଁ, ମୁଁ ପଶ୍ଚିମବଙ୍ଗରେ ତାଙ୍କର ରାଜନୀତି ବିଷୟରେ ବିଶେଷ କିଛି ଜାଣେନି। ଯାହା ଟେଲିଭିଜନ ଏବଂ ଖବର କାଗଜରୁ ପଢିକିରି ଯାହା କହିବା କଥା ମତେ ଲାଗୁଛି ଇଏ ସବୁ ସତ୍ତ୍ୱେ ଆଡମିନିଷ୍ଟ୍ରେସନକୁ ବଦଳେଇବା, ପାଖାପାଖି କୋଟିଏ ଲୋକଙ୍କୁ ଭୋଟର ଲିଷ୍ଟରୁ କାଟିଦବା, ଏସବୁ ସତ୍ତ୍ୱେ ବାବୁ ହୁଏତ ଖୁସି ହେଇପାରନ୍ତି। ମତେ ଲାଗୁଛି ମମତା ବାନାର୍ଜୀ ତାପରେ ବି ଜିତିକିରି ପଳେଇ ଆସିବେ। ମୁଁ ତ ସେ ବିଷୟରେ ଯାହା ତ ପ୍ରି ପୋଲ ଓପିନିୟନ ସର୍ଭେ ଯେତେ ଆସୁଛି କିନ୍ତୁ କଣ ହେଇଛି ପ୍ରି ପୋଲ ଓପିନିୟନ ସର୍ଭେ ଏବେ ତ ଆସୁଛି ମମତା ଇଜ ଷ୍ଟିଲ୍ ଆଏ ଟିଏମସି କଥା ସେଠି ନାହିଁ, କିନ୍ତୁ ଅପସେଟ୍ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ହେବା କିଛି ଖରାପ ବି ନୁହଁ। ନିର୍ବାଚନ ହଉଛି, ଗୋଟେ ସରକାର ସମୟ ରହିବା ଉଚିତ। ମୁଁ ଗୋଟେ ସରକାର ପରିବର୍ତ୍ତନ ବିଶ୍ୱାସବାଦୀ ଲୋକ। ମୋ ବିଶ୍ୱାସରେ କୌଣସି ଦଳକୁ କୌଣସି ରାଜ୍ୟରେ କେନ୍ଦ୍ରରେ ହଉ କୋଉଠି ଦିଥର ତୃତୀୟ ଥର କୌଣସି ଭୋଟ ଦେବା ଉଚିତ। ମୁଁ ଆପଣଙ୍କ ସହିତ ଏକମତ, ମୁଁ ଆପଣଙ୍କ ସହିତ ସେଥିରେ ସମ୍ପୂର୍ଣ୍ଣ ଏକମତ। ଇଏ ଯୋଉ ବର୍ଷକୁ ଥରକୁ ଦୁଇଥର ତିନିଥର ରହିକିରି ସେଠି ପୁରା ଏକଦମ ମାନେ କରିକିରି ଆଉ କିଛି ଅବସ୍ଥା ଯୋଉ ପଲିଟିକାଲ ପାର୍ଟି ହଉ ଯୋଉ କଥାଟି ଅଛି ସେଟା ସତ ସବୁଠି, ସେଟା ଛାଡି ଦିଅନ୍ତୁ। ମୁଁ ବର୍ତ୍ତମାନ ସେଠି କଣ ହେଇଛି ଦେଖନ୍ତୁ, ଆମର ଯେମିତି ଓଡିଆ ଅସ୍ମିତା ଆପଣ ଗୋଟେ ସ୍ଲୋଗାନ ହେଲା, ସେଠି ମଧ୍ୟ ବଙ୍ଗଳା ଅସ୍ମିତା କଥା କୁହାଯାଉଛି, ପଶ୍ଚିମବଙ୍ଗ ଅସ୍ମିତା କଥା କୁହାଯାଉଛି, ସେଟା କିଏ ଅସ୍ମିତା କଥା କୁହାଯାଉଛି, ସେଇଟା ମମତା ବାନାର୍ଜୀ ଉଠୁଛନ୍ତି। ବିଜେପିର ଯୋଉ ନ୍ୟାସନାଲ କଲଚରାଲିଜମ ନ୍ୟାସନାଲ ସିଭିଲାଇଜେସନ ତାକୁ ନେଲା ବେଳକୁ ସେ ବେଙ୍ଗଲ ସିଭିଲାଇଜେସନ ରହୁଛି। ବେସିକାଲି ବେଙ୍ଗଲ ସିଭିଲାଇଜେସନ ରେ ବେସିକାଲି ଗୋଟେ ପ୍ଲୁରାଲିଷ୍ଟିକ କଲଚର, ପ୍ଲୁରାଲିଷ୍ଟିକ ସିଭିଲାଇଜେସନ ତାଙ୍କର ଯୋଉ ସବୁ ବଡ ବଡ ନେତା ମାନେ ଆଜି ପର୍ଯ୍ୟନ୍ତ କହି ଆସୁଛନ୍ତି, ରାଜକୃଷ୍ଣ ଆରମ୍ଭ କରିକି ସୁଭାଷ ଆରମ୍ଭ କରି ଯୋଉ ରବୀନ୍ଦ୍ରନାଥ ଟାଗୋର, ତାଙ୍କ କଲଚର ସିଭିଲାଇଜେସନ ଇଜ ବେସ୍ଡ ଅନ୍ ଏବଂ ତାଙ୍କର ରିଲିଜିୟନ ପ୍ରାକ୍ଟିସ ମଧ୍ୟ ସେଇଭାବେ
ତାଙ୍କ ରିଲିଜିଅନ ପ୍ରାକ୍ଟିସ ମଧ୍ୟ ନଟ୍ ଲାଇକ୍ ନର୍ଥ ଇଣ୍ଡିଆନ ୟୁନିୟନ ପାର୍ଟି କିନ୍ତୁ ଓଡ଼ିଶାରେ ମଧ୍ୟ ସେୟା ହୁଁ। ରିଲିଜିଅନ ପ୍ରାକ୍ଟିସ ଏଣ୍ଟାୟାରଲି ଡିଫରେଣ୍ଟ ହୁଁ। ସୋ ସେଇଟା ମଧ୍ୟ ବେଙ୍ଗାଲୁରୁ ଗୋଟେ ସ୍ୱତନ୍ତ୍ରତା ଅଛି